को बंचई रखा जदि कौन सफल गणमाध्यम जाए से सत्यनारायण पाला बापी आज जदि ओडिया साहित्य शास्त्रीय मान्यता पाइबा योग्यता अर्जन जदि कई वरिष्ठ भूमिका ग्रहण कर निश्चित ही कलाकार मान अभिजीत मजुमदार कलाकार माने ओडिया साहित्य को शास्त्रीय मान्यता देखिए बड़ कथा नुहे कि कलाकार को जो मैंने पृष्ठपोषकता देती जो अनुष्ठित अनुष्ठान माने ये कलाकार प्रति सदस्य मनोभाव रखी आज भी कला परिवेशन कर मंच प्रस्तुत कर रखी निश्चित सम्मान नारी मंच नथिले कलाकार बंची नथा कलाकार बंची नथिले कला बंची नथा तेणु कला कला को बंचे रखापी जदि कई वरिष्ठ भूमिका ग्रहण कर प्रत्येक पाला मंच ना नहीं मंच नथे पाला कला न था कि कलाकार न था तेणु जहा हो उक्त अनुष्ठान गोवर्धन बाबू वयोज्येष्ठ व्यक्ति मान निर्देशना टुना बाबू युव संसद मान सांगठनिक प्रचेषा अदृढ़ इच्छा शक्ति वैज्ञानिक अनुरक्ति तथा ग्रामवासी मान समस्त सहायता ये जो सत्यनारायण पाला अनुष्ठित सर्वप्रथम से हार्दिक अभिनंदन ज्ञापन करला पाला नहीं आज आम द्वितीय पारी द्वितीय स्तबक द्वितीय पाकुड़ा द्वितीय बोली बाबू पूर्ववर्ती गायक महोदय से रंगरे से ढंगरे से 4 घंटा पाला परिवेशन करिगले गोटाए शब्द गोविंद गोविंद 3 अक्षर आपको जगन्नाथ दास ओडिया भागवत जदिओ कहती समस्ते लिखिंट बोली जगन्नाथ दास लिखिना परक्षण प्रक्षेपित होती भगवत आपण मैंने कहते गोविंद 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 पद बढ़ुचे मकरंद से मकरंद पान करे भजना अरे मकरंद कौटू जरुची पादरू ना मकरंद धरवार स्थान स्वतंत्र स्वतंत्र तमें बोधे जाइना पीला वाला स्वतंत्र गोविंद किए ये परिप्रेक्षी ब्रह्मा हरिगिरी गले गोविंद नाम देले इंद्र हरिकी गला गोविंद नाम देला आउ गोटे गोविंद किए देला 3टी गोविंद लेखा गोविंद 3टी गोविंद देवकी भी गोविंद डाकी देखिए आज प्रथम दिन सेमती श्लोक टे गाई श्रीमद भागवत यही कथा ऊपर आधारित मोर श्लोकटी सर्वप्रथम माँ रंगपाट महादेवी उद्देश्य ग्रामदेवी उद्देश्य वंदना पदे गाई आप आशीर्वाद श्लोक आशीर्वाद आज किए आपण मान करेंगे ना वैवस्वतम अनंतर श्वेत वराह कल्प अष्टाविंश चतुर्युग न्याय विगत द्वापर जुगे जन्म ग्रहण करे किए ना अनंत कोटि ब्रह्मांड नायक जे राजाधिराज युग पुरुषोत्तम धर्म संस्थापक द्वापर जुगर सद्गुरु द्वापर जुगर सत्य नायक भगवान कृष्ण ये जो भगवान नाम आनंद लीलानंद कार्य आनंद व्यक्तित्व आनंद सब आनंद समाहार जी से भगवान कृष्णचंद्र खाद्य आनंद कपड़ा आनंद काम
ଯାହାକୁ ଜଗନ୍ନାଥ ଦାସ କହିଲେ ହେ ଅନନ୍ତ ନାରେ ଅନ୍ତ ଅନନ୍ତ ନା ସ୍ତ୍ରୀ ଅନ୍ତଦସ୍ୟ ଯାହାର ଆରମ୍ଭ ମିଳେ ନା ଯାହାର ମଧ୍ୟ ଆମେ ପାଆନ୍ତି ନାହିଁ ଯାହା ଶେଷ ଆମେ ଦେଖି ନାହାନ୍ତି ତାର ନାଁ ହଉଛି ଅନନ୍ତ ନା ନାଇଁ। ଆଉ ଏ ଭଗବାନ କୃଷ୍ଣଚନ୍ଦ୍ର ଦ୍ୱାପର ଯୁଗରେ ଯୋଉ ଲୀଳା ଆରମ୍ଭ କଲେ ଏ ଲୀଳାରେ ନା ଯଶୋଦା ବୁଝିଲା ତାଙ୍କୁ ଯେ ଭଗବାନ ବୋଲି ନା ନନ୍ଦ ଭାବିଲା ଇଏ ଚିନ୍ମୟ ସତ୍ତା ବୋଲି ନା ଗୋପାଙ୍ଗନା ଭାବିଲେ ଇଏ ଚିର ଚିନ୍ମୟ ବୋଲି ନା ଗୋପାଳ କିନ୍ତୁ ଏଇ ଯୋଉ ଗୋବିନ୍ଦ ଶବ୍ଦଟି ବିନିଯୋଗ କରାଗଲା ଏ ଇନ୍ଦ୍ର ହାରିଲା ଗୋବିନ୍ଦ ଗଲା ବ୍ରହ୍ମା ହାରିଲା ଗୋବିନ୍ଦ ସିନା ଗୋବିନ୍ଦ ନାଁ ଦେଲେ ବାସ୍ତବିକ ଗୋବିନ୍ଦର ନାଁଟିର ତତ୍ତ୍ୱ କଣ ଆ ଭିତରେ କୋଉ ଚିନ୍ତା ଚେତନା ନିହିତ ଅଛି ଏହାକୁ ପରିପ୍ରକାଶ କରିବା ହଉଛି ଆମର କର୍ତ୍ତବ୍ୟ କିନ୍ତୁ ଆମେ ତାହା ନ କରି ପୂର୍ବବର୍ତ୍ତୀ ଗାୟକ ସେଇ ଚିରାଚରିତ ଢଙ୍ଗରେ ସେଇ ପୁରୁଣା କଥାକୁ ଆଖି ଆଗରେ ରଖି ବ୍ରହ୍ମା ଗୋବିନ୍ଦ ଦେଲେ ଇନ୍ଦ୍ର ଗୋବିନ୍ଦ ନାଇଁ ବାପା ସେଇ ଚିରାଚିରି କନ୍ଥା ଧରି ତମେ ସବୁ ଚାଲୁଛ କୋଉଠୁ ମକରନ୍ଦ ଧରୁଛି ପଦରୁ ଶୁଣ ଶୁଣ ଗୋବିନ୍ଦ ବିନ୍ଦନ୍ତି ଗୋବିନ୍ଦ ବିନ୍ଦନ୍ତି ପାଳୟନ୍ତି ରକ୍ଷନ୍ତି ନୀତି ଅର୍ଥମ ପାଳନ କରନ୍ତି ବା ରକ୍ଷା କରନ୍ତି ଯିଏ ସେ ଗୋବିନ୍ଦ ଗୋ ଶବ୍ଦର ଅର୍ଥ କଣ ଗୋ ଇନ୍ଦ୍ରିୟାଣି ଗୋ ପ୍ରକୃତି ଗୋ ହେଲା ଜ୍ଞାନ ଗୋ ହେଲା ଗୋ ସମ୍ପଦ ଏଠି ଗୋ ସମ୍ପଦକୁ ଆନନ୍ଦ ଦଉଥିବାରୁ ଗୋବିନ୍ଦ ନା ନାଇଁ ଗୋ କହିଲେ ଯୋଉ ଇନ୍ଦ୍ରିୟ ମାନ ଯେ ଆନନ୍ଦ ପ୍ରଦାନ କରନ୍ତି ଗୋବିନ୍ଦ ଇନ୍ଦ୍ରିୟ ଆମେ କାହାକୁ କହିବା ଯେ ଶରୀର ଭିତରେ ଏକାଦଶ ଇନ୍ଦ୍ରିୟ ଅଛି ପାଞ୍ଚ ଜ୍ଞାନେନ୍ଦ୍ରିୟ ପାଞ୍ଚ କର୍ମେନ୍ଦ୍ରିୟ ଆଉ ଏ ମନକୁ ଲଗେଇଲେ ଏକାଦଶ ଇନ୍ଦ୍ରିୟ ନା ନାଇଁ ଅର୍ଥାତ ଯୋଗ ମାର୍ଗରେ ଯୋଗୀ ଯୋଗ କଲା ବେଳେ ଏ ଏକାଦଶ ଇନ୍ଦ୍ରିୟକୁ ଯଦି ଆୟତ କରିପାରିଲା ଏକାଦଶ ଇନ୍ଦ୍ରିୟର ସମାହାର କିଏ ନା ଏକାଦଶ ଇନ୍ଦ୍ରିୟର ସମାହାର ଲାଗେ ଶରୀର ନା ନାଇଁ ଇନ୍ଦ୍ରିୟ ଶରୀର ପଦ୍ଧତି ଏ ସମସ୍ତ ଇନ୍ଦ୍ରିୟର ସମସ୍ତ ଚିନ୍ତା ଚେତନା ନେଲେ ଶରୀର ଚାକର ଶରୀର ହୁଏ ଶରୀରର ଯିଏ ହଉଛନ୍ତି ମୂଳାଧାର ଇଏ ଶରୀରର ଯିଏ ହଉଛନ୍ତି ନିୟାମକ ଇଏ ଶରୀରର ଯିଏ ହଉଛନ୍ତି କର୍ତ୍ତା ସହ ଗୋବିନ୍ଦ ବଦନ୍ତି ତାଙ୍କୁ ହିଁ ଗୋବିନ୍ଦ କୁହାଯାଏ ଏ ଗୋବିନ୍ଦକୁ ଆମେ ପାଇବା କେମିତି ଗୋବିନ୍ଦଙ୍କ ପାଦରୁ ମକରନ୍ଦ କେମିତି ପାଇବା ଅଚ୍ୟୁତାନନ୍ଦ ଦାସ କହିଲେ କଣ କହିଲେ ସଭିରେ ସଭିରେ ଟେକିବୁ ମାଇ ସଭିରେ ସଭିରେ ଟେକିବୁ ମାଇ ସଭିରେ ସଭିରେ ଟେକିବୁ ମାଇ ସଭିରେ ସଭିରେ ଟେକିବୁ ମାଇ ଏପରି କୋରେ ହଲିବ ନା
ଯାହାକୁ ଜଗନ୍ନାଥ ଦାସ ଓଡ଼ିଆ ଭାଗବତରେ କହିଲେ କହିଲେ ସମାସନେ ବସି ଧୀରେ ସମୀର ସମ କରେ କହିଲେ ସମାସନରେ ହଉ ପଦ୍ମାସନରେ ହଉ ଯୋଉ ଆସନ ତମକୁ ଶୁଆଉଛି ସେ ଆସନରେ ବସିବ ଧୀର କରିବ ସ୍ଥିର କରିବ ଶରୀର କରିକି ସଧିରେ ସଧିରେ ଟେକିବ ଭାଇ କୋଉ ମାର୍ଗରେ ନା ଯୋଗ ମାର୍ଗରେ ଆଚ୍ଛା ଯୋଗ ମାର୍ଗକୁ ଯିବାକୁ ହେଲେ ଯୋଗ ମାର୍ଗରେ ତିନୋଟି କଥାକୁ ଧ୍ୟାନ ଦିଆଯାଏ ଏକରେ କାୟ ଦୁଇରେ ମନ ତିନିଟା ହେଲା ଇନ୍ଦ୍ରିୟ ନା ନାଇଁ ଏ ତିନି କଥାକୁ ଧ୍ୟାନ ନଦେଲେ ଆମେ ଯୋଗ ମାର୍ଗରେ ଯୋଗୀ ହେଇପାରିବା ନାହିଁ ବଟିକା ନେଇ ଯୋଗ କରୁଛନ୍ତି କାୟ କାୟ ସର୍ବପ୍ରଥମେ କାୟା ଶୁଦ୍ଧି କରିବାକୁ ପଡିବ ନା ନାଇଁ କାୟା ଶୁଦ୍ଧି ନ କଲେ ହେଇପାରିବ ଏକରେ କାୟା ତାପରେ ହେଲା ଇନ୍ଦ୍ରିୟ ଇନ୍ଦ୍ରିୟ ଏତେ ସସାଧନ ଆୟତ ହୁଅନ୍ତି ନାହିଁ କାହିଁକିନା ଇନ୍ଦ୍ରିୟ ମାନେ ପ୍ରତି ମୁହୂର୍ତ୍ତରେ ଚଳଚଞ୍ଚଳ ଥାନ୍ତି ଚଳଚଞ୍ଚଳ ଇନ୍ଦ୍ରିୟକୁ କେନ୍ଦ୍ରାୟିତ କରି ଯୋଗ ମାର୍ଗରେ ପୁରକ ରେଚକ କୁମ୍ଭକୁ ଆଖି ଆଗରେ ରଖି ଯଦି ସଧିରେ ସଧିରେ ବାଇକ ଧରିବୁ ଯାଉଛି ଯାହାକୁ ଆପଣଙ୍କର ଭୀମ ବହି କହିଲେ